नमस्कार दर्शक बंधु विजिट क्लब ओडियार आउ एक नूतन अध्याय गणित दर्शक मानक मोर अनेक अनेक शुभेच्छा सह शुभकामना। दर्शक बंधु विजिट क्लब ओडियार कैमेरा सबु बेले नुआ स्थान एवं नुआ दृश्य को देखा चेष्टा करिथाए। सदा सर्वदा अन्वेषण करिथाए नुआ नुआ स्थानर नुआ परंपरा संस्कृति आउ नुआ नुआ स्थानर एक मनलोभा परिवेश ए सबु दृश्य उपरे सबुबले चेष्टा करिथाए आमर विजिट क्लब ओडिया। सेमिति एक दृश्य ए होची दर्शक बंधु आपण मैंने देखिपे ए होची कलश यात्रा। ये कलश यात्रा रे केमिति माँ भौणी मैंने एकत्रित होई मुंडरे कलश मुंडई केमिति कलशर शोभा यात्रा करुछंती। खूब आकर्षणीय देखा ये सब दृश्य। ए होची पूर्व संस्कृति। खूब आग्रह उत्साह मध्य समस्ते एकत्रित होई ए कलश यात्रा को अधिक उत्सव मुखरित करी उठुचंती। समस्त मन रे भरी रही भक्ति और विश्वास भावना। से भक्ति आउ विश्वास रे आध्यात्मिक परिवेश मध्य समस्ते कलश यात्रा रे सामिल होइछंती। खूब आकर्षणीय देखा जाउछि ए दृश्य। ये दृश्य देखला परे निजर मन रे भी भरी जाउछि अगाध विश्वास। यही विश्वास यही भक्ति यही भावनार पूर्व संस्कृति परंपरा को नहीं यही कार्यक्रम। दर्शक बंधु आपण मैंने जानी पारुथिबे ए होछि षडवंशी कंड समाजर यही मनोरम दृश्य। षडवंशी गण समाजर प्रत्येक भाई भौणी यही कलश यात्रा सामिल होइछंती। तांकर आराध्य देवता जंघादेव बड़ादेव एवं लिंगादेव को पूजा अवसर रे यही कलश यात्रा महासमारोह रे पालन करछंती। खूब उत्साह भरी रही समस्त हृदय छोटू बड़ पर्यंत समस्ते भक्ति और विश्वास रे माति जाइछंती। यही निजर परंपरा निजर संस्कृति निजर आराध्य देव को पूजा करिया पई एही कलश यात्रा रे शामिल होई खूब उत्साहित होउछंती समस्ते।
ଦର୍ଶକ ବନ୍ଧୁ, ଆପଣମାନେ ଦେଖିପାରୁଥିବେ ଷଡ଼ବଂଶୀ ଗଣ ସମାଜର ଆରାଧ୍ୟ ଦେବଙ୍କୁ କେମିତି ପୂଜା କରିବା ପୂର୍ବରୁ ତାଙ୍କୁ ବିଧିମତେ ପୂଜା ମଣ୍ଡପକୁ ନିଆଯାଉଛି। ଖୁବ୍ ସମ୍ମାନର ସହିତ ଆଦର ସହକାରେ ନିଜର ଜାତିର ପ୍ରଭୁଙ୍କୁ ନେବା ସମୟରେ କଳସ ଯାତ୍ରାର ମଧ୍ୟ ଖୁବ୍ ଶୋଭାବର୍ଦ୍ଧନ କରାଯାଉଛି। ମା ଭଉଣୀମାନେ କଳସକୁ ମୁଣ୍ଡରେ ମୁଣ୍ଡେଇ ଆଗେ ଆଗେ ଚାଲିଛନ୍ତି ପ୍ରଭୁ ଜଙ୍ଘାଦେବ, ଲିଙ୍ଗାଦେବ ଆଉ ବଡ଼ାଦେବ। ତାଙ୍କରି ଉଦ୍ଦେଶ୍ୟରେ ଝାଣ୍ଡାମାନ ବି ତାଙ୍କ ସାଙ୍ଗରେ ଯାଉଛି। ଲୋକ ଗହଳି ଆପଣମାନେ ଦେଖିପାରୁଥିବେ କେମିତି ଲୋକ ଗହଳି, ଛୋଟରୁ ବଡ଼ ପର୍ଯ୍ୟନ୍ତ କେମିତି ସେ ପ୍ରଭୁଙ୍କୁ ବୋହି ନେଉଥିବା ଦୃଶ୍ୟରେ ଉପଭୋଗ କରୁଛନ୍ତି। ଖୁବ୍ ଉତ୍ସାହ ଆଉ ଭକ୍ତି ବିଶ୍ୱାସରେ ସମସ୍ତେ ଏକାଗ୍ର ଚିତ୍ତରେ ଚାହିଁ ରହିଛନ୍ତି ସେହି କଳସ ଯାତ୍ରାକୁ। ଗାଁର ପ୍ରତ୍ୟେକ ମା ଭଉଣୀ ସମ୍ମାନ ଜଣାଇ ପ୍ରଭୁଙ୍କୁ ଦର୍ଶନ କରିବାର ସୁଯୋଗ ପାଉଛନ୍ତି। ଆଉ ଖୁବ୍ ଉତ୍ସାହ ମଧ୍ୟରେ ତାଙ୍କୁ ସେହି ପୂଜା ମଣ୍ଡପକୁ ନିଆଯାଉଛି, ଯେଉଁ ପୂଜା ମଣ୍ଡପରେ ସେ ପୂଜା ପାଇବେ। ଆପଣ ଦେଖିପାରୁଥିବେ ଜନଗହଳି ଜନସମୁଦ୍ରରେ କେମିତି ପରିପୂର୍ଣ୍ଣ। ତାଙ୍କର ପ୍ରିୟ ଦେବଙ୍କୁ ପୂଜା କରିବେ। ଖୁବ୍ ଉତ୍ସାହ ସହିତ ସମସ୍ତେ ଆଗ୍ରହ ସହକାରେ ପୁରା ଜନପଟୁଆରର ଦୃଶ୍ୟ ଦେଖିବାକୁ ମିଳୁଛି। ଆଉ ଯିଏ ବି କଳସ ଯାତ୍ରା କରୁଛନ୍ତି ତାଙ୍କୁ ବନ୍ଦାପନା କରି ଉତ୍ସାହିତ କରୁଛନ୍ତି ଆଉ ସମ୍ମାନ ଜଣାଉଛନ୍ତି। ଏଇ ସେହି ନଈଘାଟ, ଯେଉଁ ନଈଘାଟରୁ କି କଳସ ଆଣି ପୂଜା ମଣ୍ଡପକୁ ନେଉଛନ୍ତି। ଆପଣମାନେ ଦେଖିପାରୁଥିବେ କେମିତି ମନୋରମ ଦୃଶ୍ୟ, କେମିତି ଆକର୍ଷଣୀୟ ଦୃଶ୍ୟ। କଳସ ଶୋଭାଯାତ୍ରା ପୂର୍ବରୁ ସେହି ନଈକୂଳରୁ କଳସରେ ପାଣି ଆଣି କଳସରେ ପାଣି ଭରି ବିଧିମତେ ପୂଜା କାର୍ଯ୍ୟ କରି କେମିତି ଗୋଟିଏ ସୁନ୍ଦର ପରିବେଶ ସୃଷ୍ଟି ହୋଇଛି। ଆଉ ସେହି ସୁନ୍ଦର ପରିବେଶକୁ ଉପଭୋଗ କରୁଛନ୍ତି। ଦର୍ଶକ ବନ୍ଧୁ, ଏ ହେଉଛି ଷଡ଼ବଂଶୀ ଗଣ୍ଡ ସମାଜର ବାର୍ଷିକ ଉତ୍ସବ। ଏହା ହେଉଛି ଏକ ମହାମିଳନର ପର୍ବ। ଆଉ ନିଜର ପ୍ରିୟ ଠାକୁରକୁ ବାହାରକୁ ଆଣି ଖୁବ୍ ଖୁସି ମନାଇଥାନ୍ତି। ଏ ହେଉଛି ମହାପର୍ବ। ଏହି ମହାପର୍ବରେ ଗାଁର ପ୍ରତ୍ୟେକ ପରିବାର ଉପସ୍ଥିତ ରହିଥାନ୍ତି। ଆଉ ଘରେ ଘରେ ପରିପୂର୍ଣ୍ଣ ହୋଇ ରହିଯାଇଥାନ୍ତି ବନ୍ଧୁ ବାନ୍ଧବର ଗହଳ ଚହଳ। ଆପଣ ଦେଖିପାରୁଥିବେ କେମିତି ଜନସମୁଦ୍ରର ପଟୁଆର
ନିଜର ଆରାଧ୍ୟ ଦେବଙ୍କୁ ପୂଜା କରିବା ଆଉ ନିଜର ଆରାଧ୍ୟ ଦେବଙ୍କୁ ଅତି ନିକଟରେ ପାଇବାରେ କେତେ ଉତ୍ସାହିତ ଅଛନ୍ତି ସବୁ ମହିଳା, ପୁରୁଷ ଏବଂ ଛୋଟ ଛୋଟ ପିଲାମାନେ ମଧ୍ୟ। ସବୁଠୁ ଆକର୍ଷଣୀୟ ଦୃଶ୍ୟ ହୋଇଥାଏ ଏହିଠାରେ କଳସର ଯାତ୍ରା। ଏ କଳସ ଯାତ୍ରାରେ ଗାଁର ମା' ଭଉଣୀମାନେ ଖୁବ୍ ନିରୋଳା ଉପବାସ ରହି ଏହି କଳସ ଯାତ୍ରା କରିଥାନ୍ତି। ଆଉ ଏହି କଳସ ଯାତ୍ରା ଖୁବ୍ ଆକର୍ଷଣୀୟ ଆଉ ଶୃଙ୍ଖଳାର ସହିତ ହୋଇଥାଏ। କଳସ ଯାତ୍ରୀମାନେ ସମ୍ପୂର୍ଣ୍ଣ ଉପବାସ ରହି ନଦୀରୁ କଳସରେ ଜଳ ଭରି ଏକ ଜନପଟୁଆର ମାଧ୍ୟମରେ ପୂଜା ମଣ୍ଡପକୁ ଆସିଥାନ୍ତି, ଯାହାକି ଦେଖିଲେ ଖୁବ୍ ଆଶ୍ଚର୍ଯ୍ୟ ଲାଗିଥାଏ। ଦର୍ଶକ ବନ୍ଧୁ, ଆପଣମାନେ ବି ଦେଖିପାରୁଥିବେ କେମିତି କଳସ ଯାତ୍ରାର ଦୃଶ୍ୟ, କେମିତି ମା' ଭଉଣୀମାନେ ସୁନ୍ଦର ଏବଂ ନୂଆ ଶାଢ଼ୀ ପିନ୍ଧି କଳସକୁ ମୁଣ୍ଡରେ ମୁଣ୍ଡେଇ କେମିତି ପୂଜା ମଣ୍ଡପକୁ କଳସକୁ ନିଆଯାଉଛି, ଏ ଦୃଶ୍ୟ ଆପଣମାନେ ନିଶ୍ଚିତ ଭାବରେ ଦେଖିପାରୁଥିବେ ଆଉ ଅନୁଭବ କରିପାରୁଥିବେ ଏହି ଷଡ଼ବଂଶୀ ଗଣ୍ଡ ସମାଜର ସଂସ୍କୃତି ଆଉ ପରମ୍ପରାକୁ। ଖୁବ୍ ଆକର୍ଷଣୀୟ ଉତ୍ସାହ ମଧ୍ୟରେ ସମସ୍ତେ ଗାଁର ପ୍ରତ୍ୟେକ ପରିବାର ଏଥିରେ ଭାଗ ନେଇଥିବା ବେଳେ ଛୋଟ ଛୁଆମାନେ ମଧ୍ୟ ଖୁବ୍ ଉତ୍ସାହିତ ହୋଇଥାନ୍ତି ଏହି ମହାମିଳନର ପର୍ବ ଉପରେ। ଦର୍ଶକ ବନ୍ଧୁ, ଷଡ଼ବଂଶୀ ଗଣ ସମାଜର ଏ ହେଉଛି ମୁଖ୍ୟ ପର୍ବ, ଯେଉଁ ପର୍ବ କି ଗାଁର ପ୍ରତ୍ୟେକ ଗଣ ସମାଜ ପରିବାର ସହଯୋଗ କରିଥାନ୍ତି ଆଉ ଆର୍ଥିକ ସହାୟତା ମଧ୍ୟ କରିଥାନ୍ତି। ନିଜର ପ୍ରିୟ ଦେବଙ୍କୁ ପୂଜା କରିବା ପାଇଁ ସମସ୍ତେ ଉତ୍ସାହ ସହକାରେ ସହଯୋଗ କରିବା ସହିତ ପର ଆପଣାର ଭେଦଭାବ ଭୁଲି ଖୁବ୍ ଉତ୍ସାହ ମନରେ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥାନ୍ତି ଆଉ ଉତ୍ସାହିତ କରିଥାନ୍ତି। ଏ ଦୃଶ୍ୟ ଖୁବ୍ ଆକର୍ଷଣୀୟ, ଆପଣମାନେ ନିଜେ ଦେଖିପାରୁଥିବେ। ଏ ସଂସ୍କୃତି ଷଡ଼ବଂଶୀ ଗଣ ସମାଜର ଏ ସଂସ୍କୃତି ପରମ୍ପରା ଖୁବ୍ ନିଆରା। ଦର୍ଶକ ବନ୍ଧୁ, ଭିଜିଟ୍ କ୍ଲବ୍ ଓଡ଼ିଆର କ୍ୟାମେରାକୁ ବର୍ତ୍ତମାନ ପାଇଁ ବିଦାୟ ଦିଅନ୍ତୁ। ପୁଣି ଦେଖା ହେବ ଆଗାମୀ ଏକ ନୂତନ ଆକର୍ଷଣୀୟ ଅଧ୍ୟାୟରେ। ବର୍ତ୍ତମାନ ପାଇଁ ରହୁଛି, ବିଦାୟ ଦିଅନ୍ତୁ। ରହୁଛି, ନମସ୍କାର।